ସାଙ୍ଗମାନେ ନମସ୍କାର। ଆଉ କେମିତି ଅଛନ୍ତି ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା। ତ ଦେଖନ୍ତୁ ମୁଁ ଏବେ ପୋଖରୀ ଆଡ଼େ ଯାଉଛି। ତ ସେଇଠି ଯାଇକି ମାନେ କ'ଣ କରିବା କାମ କରେ ଏଠି ଆମ ପାଣି ଝିଅ ଆରେ ଦେଖ ଏଠି ପାଣି ପାଇଁ ଯାଉଛି। ଏଠି ମାନେ ପାଣି ଟମାଟୋରେ ପାଣି ଢାଳୁଛି ତ ସେଥିପାଇଁ ବୋଲିକି ସେ ଟମାଟୋ ଲଗେଇଛି ଟିକେ ସେଠି ପାଣି ଢାଳୁଛି ସିଏ। ତ ମୁଁ ଏବେ ମାନେ ପୋଖରୀ ଆଡ଼େ ଯିବି। ତ କ'ଣ କାମ ଯଦି ଥିବ ବୋଲେ କରିକି ଆସିବା ଦେଖିବା। ଆଉ ବାଇଗଣ ଅଛି ମାନେ ବାଇଗଣ ଫଲାରେ ପାଣି ରଖେଇବି। ତାପରେ ନଡ଼ିଆ ଗଛ ମାନେ ଦୁଇଟା ଅଛି ସେଠି ବି ପାଣି ଢାଳିକି ଆସିବି ବୋଲି ଯାଉଛି। ତ ସେଠି ଗଲେ ମୁଁ ଦେଖିବି। ଆଉ ପାଣି ବୋତଲଟେ ନେଇକି ଯାଉଛି। ତ ବେଶୀ ମାନେ କ'ଣ ଲାଗିବ ତ ଶୋଷ ପାରି ହେବ ନାହିଁ। ମାନେ ଆଜିକାଲି ତ ଯେଉଁ ଖରା ହେଲାଣି ଆଉ କହିବାକୁ ନାହିଁ, ଆହୁରି କହିହେବ ନାହିଁ ସାଙ୍ଗମାନେ। ଆଉ ଏଠି ଦେଖନ୍ତୁ ପୁରା ମକା ଲଗେଇଥିଲୁ, ପୁରା ଶୁଖିଗଲାଣି। ଖରା ଚାଷ କରିଥିଲୁ ଆମେ ବୋରୱେଲରୁ। ତ ସେଇଟା ବି ଚାଷ ଏବେ କ'ଣ କରିବାର ଅଛି। ଆପଣ ଆଡ଼େ ମାନେ ଚାଷ କରୁଛନ୍ତି କି ନାହିଁ, ମାନେ ମକା ମାନେ ଲଗାଉଛନ୍ତି କି ନାହିଁ ସେଇଟା ବି କମେଣ୍ଟ କରି ଜଣାଇବେ। ତ ଆମ ଘରେ ଆମେ ଖାଲି କ'ଣ ଆଉ କାମ କରିବା କଥା, ଟିକେ ଟିକେ ଟାଇମ୍ ପଡ଼ିଲେ କେତେବେଳେ କାମ ଧାମ ମାନେ ଟିକେ କରିଦେବା କଥା। ଆଉ ନେଇକି ଚାଷୀ ଲୋକ ତ ଯେମିତି ହେଲେ ବି ମାନେ ଆପଣ ଭାବୁଥିବେ ମାନେ କାମ କରି କରି ହିଁ ବଞ୍ଚୁଛନ୍ତି। ସତରେ ସାଙ୍ଗ ଯେ ଆମେ କାମ କରି କରି ହିଁ ବଞ୍ଚିବା କଥା। ଆଉ ଲାଇଫ୍ରେ କାମ ନ କଲେ ଆଉ କ'ଣ କରିହେବ। ବାଇଗଣ ଟିକେ ଲଗାଇବୁ, ତାପରେ ଲଙ୍କା ଅଛି, ଟମାଟୋ ଅଛି, ସବୁ ତ ଲଗାଇ ଦେଇଥିଲେ ଆଉ କିଣିବା ପାଇଁ ଆଉ କିଛି ପଡ଼ିବ ନାହିଁ। ମାନେ ଦେଖନ୍ତୁ ମୁଁ ଏବେ ପୋଖରୀରେ ପହଞ୍ଚିଗଲି। ଏଇଠି ଏଇଟା ହେଉଛି ଆମ ପୋଖରୀ। ତ କାମ କରୁଛନ୍ତି ସେମାନେ ପୁରା ଅଧାବୁ ପାଣି ପିଇ ସାରିଲେଣି, ଏତେ ଖରା ହେଉଛି। ତ ଏଠି ଆମର ବୁଢ଼ା ମିଲା କାମ କରିଦେଉଛି କେତେ କଷ୍ଟରେ, ପୁରା ଖରାରେ କ'ଣ କରିବା। ତାକୁ ତ ଆଗକୁ କା କହିଲି ମୁଁ ଏଇଟା ଆଗରୁ କାମ ସାରି ଦେଇଥା କହିଲାରୁ ନାଇଁ, ସିଏ ତାର ଅଳସୁଆ ଖାଲି ଶୋଇଥିବ। ଏବେ କାମ ପଡ଼ିଛି ଯେ ଝାଳ ନାଳ ହେଇକିନା କାମ କରୁଛି। ଏଠି ଦେଖ କେମିତି ପାପ ଗୋଟେ ବିଚାରା। ଏଇଟା ହେଉଛି ଆମର କ'ଣ କୁଡ଼ିଆ। ଏଠି ଆମ ରୁହନ୍ତି ମାନେ ଖରା ହେଲା ମାନେ କ'ଣ ରୁହନ୍ତି ଟିକେ ଆଉ ଆସିକି ଏଠି ଶୋଇବେ। ରାତିରେ ମାଛ ଜଗା ହେଉଛି ଏଠି ପୋଖରୀ ଆମର। ଏଠି ଦେଖ ଝାଳ ନାଳ ହେଇଯାଉଛି। ଏଠି ଦେଖ ଏବେ ମଜା ଲାଗୁଛି ନା କାମ କରିବାକୁ। କେମିତି କାମ ଏତେ ଦିନରୁ କହିଲି କାମ କର କର ବୋଲିକିନା କଲେ ନାହିଁ। ତ ଏବେ ପୁରା ମଜା ଲାଗୁଛି। ଖରାରେ ପୁରା ଝାଳ ନାଳ ହେଇକିନା କାମ କରନ୍ତୁ, ସେଇଟା ହିଁ ତାଙ୍କର ବୋଲେ ତାଙ୍କର ଅଳସୁଆ ପାଇଁ ଏବେ କଷ୍ଟ କରିବାକୁ ପଡ଼ୁଛି। ଯିଏ ଯେମିତି କାମ କରିବ ସେମିତି ଫଳ ପାଇବ। ଆଉ କ'ଣ କରିବା ନାଇଁ କି। ତ ଏଠି ଆମେ କ'ଣ ବାଇଗଣ ଲଗାଇବୁ ତ ସେଥିପାଇଁ ବୋଲିକିନା ଏଇଟା କୁଳା ହେଉଛି। ଆଜି କୁଳିଥିବୁ, ବାଇଗଣ ଟିକେ ହେଇନାହିଁ ଏତେ ବି ବୋଲେ ଗୋଟେ 3-4 ଦିନ ପରେ ଲଗେଇଦେବୁ ବୋଲି ଭାବୁଛୁ। ଲଗେଇଲା ଭିଡ଼ିଓ ବି ମୁଁ ଦେଖେଇବି କେମିତି ଲଗେଇବୁ କ'ଣ। ଏଠି ଆମର କୁଡ଼ିଆ କେମିତି ଲାଗୁଛି ଆମର କୁଡ଼ିଆ ଦେଖନ୍ତୁ। ଏଠି ଭିଡ଼ିଓ ଯଦି ଭଲ ଲାଗିବ ବୋଲେ ଲାଇକ୍ ସେୟାର କମେଣ୍ଟ ନିହାତି ଜଣାଇବେ ସାଙ୍ଗମାନେ। ଆଉ ସବସ୍କ୍ରାଇବ୍ କରିବେ। ଆଉ ନୂଆ ଭିଡ଼ିଓ ମାନେ ମୁଁ ଆଣିବି। ସବସ୍କ୍ରାଇବ୍ ଯଦି କରିଥିବେ ବୋଲେ ଆଉ ମୋ ନହେଲେ ସବସ୍କ୍ରାଇବ୍ ଯଦି କରିନଥିବ ବୋଲେ ମୋ ଭିଡ଼ିଓ ଖୋଜୁଥିବେ ମାନେ କେଉଁଠି ଦେଖିଲି ମୁଁ ସେ ଭିଡ଼ିଓ ବୋଲିକି। ତ ଲାଇକ୍ ନିହାତି ମାନେ ଭଲ ଯଦି ଲାଗୁଛି ବୋଲେ ଭଲ କମେଣ୍ଟ ଜଣାଇବେ ମୋର। ଆଉ ଏଠି ଦେଖନ୍ତୁ ଏଇଟା ଆମର ଫୁଲ ହେଇଗଲାଣି। ମାନେ ଏତେ ବି ହେଇନାହିଁ, ଟିକେ ଛୋଟ ଛୋଟ ଅଛି। ଆଉ ଏଇଟା ବେଶୀ ଟିକେ ଛୋଟ ହେଇଛି, ଖାଇବାକୁ ହେଇନାହିଁ ତା। ଆଉ ସେ ଲାଷ୍ଟରେ ଯେଉଁଟା ଅଛି ସେଇଟା ତ ପୁରା ଶୁଖିଗଲାଣି। ଆଉ ଗୋଟେ ସପ୍ତାହ ଖଣ୍ଡେ ପରେ ଭଙ୍ଗା ହେବ। ଆଉ ଯଦି ଚାହୁଁଛନ୍ତି ବୋଲେ କମେଣ୍ଟ କରିକି ଜଣାଅ। ମୁଁ ଆପଣମାନେ କ'ଣ କମେଣ୍ଟ କରିକି କୁହ ଯେ ଭାଙ୍ଗିବା ପାଇଁ ଯଦି ଆସିବ ବୋଲେ ମୁଁ କମେଣ୍ଟରେ ଜଣାଇଦେବି। ଯଦି ଆସିବା ପାଇଁ ଚାହୁଁଛ ବୋଲେ ଆସିବ ଆମ ଘରେ ମକା ଭାଙ୍ଗିବା ପାଇଁ। ଆଜି ପାଇଁ ଭିଡ଼ିଓ
आउ माने स्त्री मानकु 150 टका दिया हबो पुरुष मानकु 300 टका दिया हबो जे जदी काम करबा पय आसीबो बोले इच्छा अछि दे आसो सांग माने आज पय वीडियो मु एथि रखुची बाय समस्तक एट देखो।